ମନଟା ସର୍ବଦା ବିଚଳିତ ମନଟାକୁ କେମିତି ସ୍ଥିର କରାହେଇ ପାରିବ, ତାପରେ ଆଧ୍ୟାତ୍ମିକତା ଦୃଷ୍ଟିରୁ କେମିତି ଆମର ମନଟା ସ୍ଥିର ହବ, ଚୈତନ୍ୟ ଶକ୍ତି କେମିତି ଯେ ସ୍ଥିର ରହିବ, ସବୁବେଳେ ପାଇଁ ଶାନ୍ତ ମନୋଭାବଟା ରହିବ, ସେଇଥିପାଇଁ କହୁଥିଲି। ସେ ମନ ସ୍ଥିର ହବା ପାଇଁ ମନର ଘର ହେଲା ଚକ୍ଷୁ ହେଲା। ତ୍ରାଟକ ଯୋଗରେ ସିଦ୍ଧି ହେଇଗଲେ ମନ ପୁରା ସ୍ଥିର ହେଇଯିବ। ତ୍ରାଟକ ଯୋଗ ଦ୍ଵାରା ମନ କେବଳ ସ୍ଥିର ହବ ହେଲା। ସେଇ ତ୍ରାଟକ ଯୋଗ ହଉଛି ସଦ୍ଗୁରୁଦତ୍ତ ନାମ ଦ୍ଵାରା ତ୍ରାଟକ ଯୋଗ ବି ସିଦ୍ଧି ହେଇଯିବ ହେଲା। ଏସବୁ ଟେକ୍ନିକ ଗୁଡାକ ଅଛି, ସେ ଟେକ୍ନିକ ଗୁଡାକ କଲେ ତ୍ରାଟକ ଯୋଗ ଦ୍ଵାରା ମନ ଚକ୍ଷୁ ସ୍ଥିର ହେଇଯିବ, ଚକ୍ଷୁ ସ୍ଥିର ହେଇଗଲେ ମନ ବଳେ ବଳେ ସ୍ଥିର ହେଇଯିବ। ଏଗୁଡା ସବୁ ପ୍ରାକ୍ଟିକାଲ କରିବା କଥା। ଆଜ୍ଞା କରେ ମୁଁ ଦେଖିଲି ଆଜ୍ଞା, କିନ୍ତୁ କରୁଛୁ ହଉନାହିଁ କାହିଁକି? ହଉଛି ହଉନି, ବହୁତ କିଛି ତ ବଦଳୁଛି, କିନ୍ତୁ ବଳୁଛି ସବୁବେଳେ ବେଳେ ବେଳେ କଣ କରିକି ଆଜ୍ଞା ରହି ସଂଯମତା ବେଳେ ବେଳେ ହରେଇ ହେଇଯାଉଛି। ରାଗିବିନି ଭାବିଯାଏ ରାଗି। ମନ ସ୍ଥିର ହେଲେ ସଂଯମ ବଳ ହେଇଯିବ, ସଂଯମତା କାହିଁକି ଅସୁବିଧା ହଉଛି? ଗୁରୁ କରୁଛୁ ନା? ଆଜ୍ଞା। ଗୁରୁ କିଏ ସେ? ଶ୍ରୀ ଶ୍ରୀ ମୋହନଗିରି, ସେ ଜଣେ ନାଗା ସନ୍ନ୍ୟାସୀ। କୋଉଠି ତାଙ୍କ ଆଶ୍ରମ? ଆଶ୍ରମ ଝାଡଖଣ୍ଡ। ଝାଡଖଣ୍ଡ। ଆଉ ତାଙ୍କୁ କହୁନୁ ସେ ଟେକ୍ନିକ ବତେଇଦେବେ। ସେ ତ କହିଛନ୍ତି ତମେ ରାତି 4ଟାରେ ଯେତେବେଳେ ଉଠିବ, କିଛି ଗାଧୁଆ ନାହିଁ ପାଧୁଆ ନାହିଁ, କିଛି କୌଣସି ଇଏ ନାହିଁ, ତମେ ଉଠିବ ଗୁରୁ ନାମ ଜପିବ। ଗୁରୁ ମନ୍ତ୍ର ସେ ଦେଇଛନ୍ତି, ଗୁରୁ ନାମ ଜପିବା ପାଇଁ ଜପିଛନ୍ତି। ତାପରେ ଗୋଟେ ମନ୍ତ୍ର ଦେଇଛନ୍ତି, ଗୁରୁ ମନ୍ତ୍ର ଟିକେ ଦେଇଛନ୍ତି, ତାକୁ ମୁଁ ଗାଧେଇ ସାରି ପୂଜା କଲା ବେଳେ ତାକୁ ବି 3 ମାଳା 4 ମାଳା ଜପେ। ବହୁତ ଭଲ ଲାଗେ, ମାନେ ଆତ୍ମସନ୍ତୋଷ ହୁଏ। କିନ୍ତୁ ନିଜ ଭିତରେ ଗୋଟେ ଭରସା ଆସେନି। ଆଜିକାଲି ଆଧୁନିକ ସମାଜ ଭିତରେ ଲୋକମାନଙ୍କ ସହିତ କଥାବାର୍ତ୍ତା ବାଚିତ୍ରରେ ଯାହା ବି ହେଲେ ଗୋଟେ ପାଟିରେ ଗୋଟେ ମାର୍ଜିତ ମାନେ ଭାଷା କହିବାକୁ ପଡିଯାଏ, ଭାରି କଷ୍ଟ ହୁଏ। ଏତେ ହେଲା ପରେ, ଏତେ ଆଶ୍ରିତ ହେଲା ପରେ, ଏତେ ନୀତି ନିୟମରେ ରହିଲା ପରେ ବି ହେଇଯାଉଛି, ମୋର ତ୍ରୁଟି ରହିଯାଇଛି କୋଉଠି? ତ୍ରୁଟି ରହୁଥିବ, ନতুବା ଯୋଉ ଜିନିଷ ଦିଆହେଇଛି ସେ ଜିନିଷରେ କିଛି ବ୍ୟତିକ୍ରମ ଥିବ, ସେ ସବୁ ସେ ଗୁରୁ ହିଁ କେବଳ କହିବେ। କାହିଁକି ନା ତମର ସେ ଟେକ୍ନିକ, ଆମ ଟେକ୍ନିକ ଅଲଗା। ତେଣୁ ମୁଁ ସେ ବିଷୟରେ କିଛି ଜାଣିନି। ଯୋଉଟା ସୁବିଧା ଅସୁବିଧା କଣ ହଉଛି, ସେ ଯୋଉ ଗୁରୁ କରିଛ, ସେ ଗୁରୁଙ୍କୁ ପଚାରିଲେ ହିଁ କେବଳ କହିବେ। କାହିଁକିନା ସେ ବିଷୟରେ ଆମର ନୁହେଁ, ଆମର ଲାଇନ ଅଲଗା, ସେ ଲାଇନ ଅଲଗା। ତମର ଜପା ଲାଇନ, ଆମର ଅଜପା ଲାଇନ। ତେଣୁ ଆମେ କେମିତି କଣ କହିବୁ? ଜପା ଲାଇନ ଠିକ ଅଛି ଆଜ୍ଞା, କିନ୍ତୁ ଆମେ ତ ସ୍ଥିରତା ହବାକୁ ହେଲେ ସେଇଟା ନାଇଁ ଏମିତି ମନ୍ତ୍ର ଅଛି, ତମେ ସ୍ଥିର କଣ, ତମକୁ ଦରକାର ପଡ଼ିଲେ ଅସ୍ଥିର ବି କରିଦେବେ। ପ୍ରଭୃତି ମାର୍ଗ ହେଇଥିଲେ ମନ ସ୍ଥିର ପରିବର୍ତ୍ତେ ଅସ୍ଥିର ହବ, ବ୍ରିଜ ଟଳିଯିବ। ତେଣୁ ଗୋଟେ କଥା ହଉଛି, ତମର କୋଉ ମାର୍ଗରେ କଣ ଦେଇଛନ୍ତି ଆମେ ତ ଜାଣିନୁ। ତେଣୁ ସେଇଟା କରିବା କଥା, ଗୁରୁଙ୍କୁ ପଚାରିକି କରିବ ଆଉ। ବେଶୀ ଆଜ୍ଞା ଏତେ ନୁହେଁ, ସେ ଗୋଟେ ସିଧା କଥା, ଛୋଟିଆ ଗୁରୁ ନାମ ତମେ ହିଁ ଜପ କେବଳ, ଆଉ କିଛି ନାହିଁ। ସେ ଗୁରୁ ନାମ ଗୁରୁ ନାମକୁ ଜପିବ ଯେ, ସେ ତ ଜପା ନାମ। ଆଉ ସେ ତେଣୁ ତାର ସୂତ୍ର ଫୁତ୍ର କିଛି ନାହିଁ। ତେଣୁ ନାମ ଦ୍ଵାରା ଯଦି ହେଇପାରିବ, ଗୁରୁ ଯଦି ଷ୍ଟ୍ରଙ୍ଗ ଥିବେ, ସେ ନାମ ଜପିବା ଦ୍ଵାରା ବି ସବୁ ହେଇଯିବ। କିନ୍ତୁ ସେଟା ହଉ ନ ହବାର କାରଣ, ଗୁରୁଙ୍କୁ ବାରମ୍ବାର ପଚାରିଲେ ଗୁରୁ କେବଳ ତା କଥା କହିବେ। କାହିଁକି ହଉନି, କଣ କରୁନି? ସେଇ କହିଲେ ସେ ତୋର ସବୁ ସିଦ୍ଧି ହବ, ଅଣିମା ପ୍ରାଚୀନ କୁଣ୍ଡଳିନୀ ଯେକୌଣସି ଉପରେ ଗଲେ କେବଳ ସ୍ଥିରତା ଆଣିବା ପାଇଁ। ଏଇଭଳିଆ ତ ସବୁ ବାଟ ଦରକାର, କିନ୍ତୁ ଭଗବାନ ଗୋଟେ ସେଇ ବାଟରେ ଚାଲେ। ସିଦ୍ଧି କଣ ଦରକାର କି ସିଦ୍ଧି? ମୋର କୌଣସି ସିଦ୍ଧିର ଆବଶ୍ୟକ ନାହିଁ ନା ପ୍ରয়োଜନ ନାହିଁ। କେବଳ ଆଶୀର୍ବାଦ ଟିକିଏ ତ ଗୁରୁଙ୍କ କରୁଣା ହେତିକି ବାସ୍। ସେ କଣ ହଉଛି ଆମେ ଜାଣିନୁ, ବୁଝିଲ ନା। ସେ କଣ କୋଉ ବାଟରେ କଣ କହୁଛନ୍ତି ସେ ବିଷୟରେ ମୁଁ ତ ଜାଣିନି, ମୁଁ ସେ ବିଷୟରେ କିଛି କହିପାରିବିନି। ଆମର ଅଲଗା କଥା। ତ ତୁ ଯା ପଚାରୁଛୁ ସେ ଗୁରୁଙ୍କୁ ପଚାର, ସେ କହିଦେବେ। ମୁଁ ସେଗୁଡା ଜାଣିନି, କେମିତି କଣ କହିବି? ଅଣିମା, ଲଘିମା, ପ୍ରାପ୍ତି, ମହିମା, ଇସିତ୍ୱ, ବସିତ୍ୱ, ଏଇ ଯୋଉ ସବୁଗୁଡା ସବୁ ସିଦ୍ଧି। ତେଣୁ ଏଇ ସିଦ୍ଧି ଭିତରୁ କାହିଁକି ସିଦ୍ଧି ଉପରେ କଣ ତମେ ଯାଉଛ, କିଏ ଜାଣେ? କେବଳ ଚୈତନ୍ୟ ଶକ୍ତି ସ୍ଥିର କରିବା ପାଇଁ ସାଧନେ ଆଉ ମୋ କିବା ପ୍ରୟୋଜନ, ସାଧ୍ୟ ରୂପେ ଲକ୍ଷ୍ୟ ନାହିଁ ମୋ କିଛି। କିଏ ବା ସାଧିବ କି ସିଦ୍ଧି ଲଭିବ, ସର୍ବବ୍ରହ୍ମ ଏବେ ଯେଣୁ ଜାଣୁଛି। ବ୍ରହ୍ମ ଭାବନାର ପ୍ରମାଣ ବା କାହିଁ, କେ ଅଛି ପ୍ରମାଣ ଲୋଡ଼ିବ ତହିଁ। ପ୍ରମେୟ ପ୍ରମାଣ ସବୁ ତ ସେ ବ୍ରହ୍ମ, ଭିନ୍ନ ସତ୍ତା କିଛି ମୁଁ ଦେଖୁ ନାହିଁ। ଏଇଥିରୁ ବୁଝିବୁ।
ତେଣୁ ଆଜ୍ଞା ସେ କଣ କହୁଛନ୍ତି କଣ ଧରୁଛନ୍ତି ମୁଁ ଜାଣିନାହିଁ, ସେ ବିଷୟରେ କିଛି କହିପାରିବିନି। ହେଲା, ଆଚ୍ଛା ଯୋଉଟା ନ ଜାଣିଛି କାହିଁ ଏମିତି କହିବି? ତାର ଆମ ଗୋଟେ କଥା ମନେ ରଖ, ଆମେ କାହାକୁ ପଥଭ୍ରଷ୍ଟ କରିବାକୁ ଚାହୁଁନା, ଆମେ କାହାକୁ ପଥ ବିଭ୍ରାନ୍ତ କରିବାକୁ ଚାହୁଁନା। ଯିଏ ଯୋଉ ପଥରେ ଯାଉଛି, ମୁଁ ସବୁବେଳେ ପାଇଁ ୟୁଟ୍ୟୁବରେ କହୁଛି, ଯିଏ ଯୋଉ ପଥରେ ଯାଉଛି ସେଇ ପଥରେ ଚାଲ। ବୁଝିଲ କି? ଠିକ ପଢ, ଠିକ ଲେଖ। କାହିଁକିନା ଯଦି ଚୋରଟିଏ ହବ, ଭଲ ଚୋରଟିଏ ହୁଅ। ସାଧୁଟିଏ ହବ, ଭଲ ସାଧୁଟିଏ ହୁଅ। ତେଣୁ ତମର ଯୋଉ ଗୁରୁ ଯୋଉ କଥା କରିଛନ୍ତି, ସେ କଥା ଯଦି ବ୍ୟତିକ୍ରମ ହଉଛି ପଚାରିକି ପୁରା ଟିକନିକ କରିକି ତୁମ ଟୋଟାଲ ତମେ ତା ବିଷୟରେ ମନଟାକୁ ମଜେଇ ଦିଅ। ତା ଭିତରେ ଯଦି ବ୍ୟତିକ୍ରମ ହୁଏ, ତାହେଲେ ସେ ପନ୍ଥା ଛାଡିକି ଅନ୍ୟ ପନ୍ଥାକୁ ଯାଅ। କାହିଁକି ନା ଆଜିକାଲି ବିଶ୍ୱାସ ନାହିଁ, କୋଉ ଭଳି ପ୍ରକାରର ଗୁରୁ କିଏ କଣ ଦଉଛନ୍ତି, କଣ ଧରୁଛନ୍ତି। ଆଜିକାଲି ତ ବିଭିନ୍ନ ପ୍ରକାରର କଥା ଅଛି। ତେଣୁ ସେ ବିଷୟରେ ଆମେ କିଛି ଜାଣିନୁ, ଆମେ କାହାକୁ ସେ ବିଷୟରେ କହୁନା। କିନ୍ତୁ ତମକୁ ଗୋଟେ କଥା କହିଲୁ, ଗୁରୁ ଯଦି ଦେଇଛନ୍ତି ସେ ଜିନିଷରେ ଯଦି ତମେ କିଛି ପାଉଛ, ତାହେଲେ ସେଇ ବିଷୟ ପୁରା ସିଧାସଳଖ ସେଇଥିରେ ମନୋନିବେଶ କରିଚାଲ ଏବଂ ଗୁରୁଙ୍କୁ ପଚାରି ଚାଲ। ଆଉ ଯଦି ଗୁରୁ ତମର ସେ ବିଷୟରେ କହିବା ଦ୍ଵାରା ମଧ୍ୟ ଯଦି ନ ହଉଛି, ତାହେଲେ ବାଧ୍ୟ ହେଇକି ସେ କ୍ଲାସ ଛାଡିକି ଅନ୍ୟ କ୍ଲାସକୁ ଯିବାକୁ ପଡିବ। ଏଇ ହଉଛି କଥା। ଏଇଟା ହଉଛି ମୋର ଉପଦେଶ ସମସ୍ତଙ୍କୁ। ଆଜ୍ଞା। ହଉ, ହଁ ହଉ ଆଉ କିଛି ପଚାରିବାର ଥିଲା? ଆପଣ ବୋଧେ ବ୍ୟସ୍ତ ଅଛନ୍ତି କି? ନା ମୁଁ କଣ ବ୍ୟସ୍ତ ଅଛି? କଣ ପଚାରିବି? ତ ଯେତିକି ପଚାରିଲି ସେ ବିଷୟରେ ଉତ୍ତର ଦେଲି, ଆଉ କଣ ପଚାରିବି? ନାଇଁ ନାଇଁ ଗୁରୁଜୀ, କଣ ପଚାରିବି? ପଚାରୁଥିଲି ଆମେ ଯୋଉ ଆପଣ ଯୋଉ ବହୁତ ଆପଣଙ୍କର ସବୁ ପ୍ରାୟ ଭିଡିଓ ଦେଖେ, କିନ୍ତୁ ମନ ଚୈତନ୍ୟଠୁ ଆରମ୍ଭ କରିକି ସବୁ ଅଣିମା ଯୋଉ ସରି ସେଟା କଣ ଆମର କ୍ରୀଡ଼ା ପିଙ୍ଗଳା ସାଧନା ସବୁ ଦେଖେ, କିନ୍ତୁ ଆମେ ଧ୍ୟାନ ଯୁଗରେ ଭଗବାନଙ୍କୁ ଦେଖିବାର ଅର୍ଥ ଟା ମାନେ କଣ? ତାଙ୍କ କୃପା ଟା କେମିତି ହବ? ଭଗବାନଙ୍କୁ ଦେଖିବ କିଏ? କିଏ କୋଉଠି ଜଗତରେ ଦେଖିଛି ମୁଁ ତ ଜାଣିପାରୁନି। କିଏ ମୁଁ ଭଗବାନଙ୍କୁ ଦେଖିଛି? କିନ୍ତୁ ଏଇ ତାର ସାକାର ରୂପକୁ ସବୁ ଦେଖୁଛ। ନିରାକାର ହଁ ପରମ ବ୍ରହ୍ମକୁ ଆକାର ନାହିଁ, ଦେଖିବ କିଏ? ନିରାକାର ଅର୍ଥ ହଉଛି ନିଃଶେଷ ହୋଇଛି ଆକାର, ଯାହାର ସେ ନିରାକାର। ତାଙ୍କର ତ ଆଜ୍ଞା ଆକାର ନିଃଶେଷ ହେଇଯାଇଛି, ଆଉ ତାଙ୍କର ଅଛି କୋଉଠି? ଆଉ ତମେ ଯାହା ଦେଖିବ ସାକାର ରୂପ। ଦେଖିବ ପୁଣି କୋଉଥିରେ? ଆଖିରେ? ଦେଖି ତ ପାରିବେନି। ଆଜ୍ଞା ନା ନୁହେଁ ଜ୍ଞାତ ଚରମ ନୟନେ, ବିଶ୍ୱରୂପ ମୋହର ଦେଉଅଛି ଦିବ୍ୟ ନୟନ, ଦେଖ ଯୋଗ ଈଶ୍ୱର ଦିବ୍ୟଂ ଦଦାମି ତେ ଚକ୍ଷୁ ପଶ୍ୟ ମେ ଯୋଗ ମୈଶ୍ୱରମ୍। ଦିବ୍ୟ ଚକ୍ଷୁ ଖୋଲ, ଦିବ୍ୟ ଚକ୍ଷୁ ଖୋଲିଲେ ପରମ ବ୍ରହ୍ମକୁ କଣ ଦେଖିବ, କଣ ଜାଣିବ, ସେଟା ଅନୁଭବରେ ଆସିବ। ଦିବ୍ୟ ଚକ୍ଷୁ ଖୋଲିବା ପାଇଁ ହେଲେ ମନ ଥିର ଦରକାର। ମନ ଥିର କର, ଦିବ୍ୟ ଚକ୍ଷୁ ଖୋଲ, ତାପରେ ଯାଇକି ପ୍ରଭୁଙ୍କ କଥା ଜାଣିବ। ଆଜି ସିଦ୍ଧି ବିଧି ଏଗୁଡାକ ସବୁ କଣ ଆମେ ଜାଣିନୁ। ନା ନା ସିଏ ଲେଖା ହେଇଛି ସିଦ୍ଧି ବିଧି ବିଷୟରେ ବୋଲି ଆଉ ଏ ବୁଝିବା। ସାଧୁ ମାନେ କେତେ କଥା ଲେଖିଛନ୍ତି, ଖାଲି କଣ ସେତିକି? ସାଧୁ ମାନେ ବହୁତ କଥା ଲେଖିଛନ୍ତି। ଆମେ ବଜାରକୁ ଯାଉଛୁ, ସେଠି ବହୁତ ଜିନିଷ ଅଛି। ମୋର ଯୋଉଟା ଦରକାର ସେଇଟା ଆଣିବି। କଣ ବୁଝିଲ ନା? ମୁଁ ମନ ବିଚଳିତ ଆକୁ ତାକୁ ରୁଲେଇବି କଣ ଦରକାର? ବର୍ତ୍ତମାନ ମୋ ସ୍ଥିତିରେ ମୋ ପାଖରେ ଯେତିକି ଟଙ୍କା ଅଛି, ସେଇ ଟଙ୍କାରେ ମୋର ଯାହା ଆବଶ୍ୟକ ମୁଁ ସେତିକି କିଣିବି। ସେଇଭଳି ପ୍ରକାରର ଏ ସଂସାର ହାଟରେ ସାଧୁ ମାନେ ବିଭିନ୍ନ ପ୍ରକାରର ଜିନିଷ ବିକ୍ରି କରୁଛନ୍ତି, ଆଧ୍ୟାତ୍ମିକ ଜିନିଷ। ତାଥିରୁ ମୋର ଯୋଉଟା ଦରକାର ସେଇଟା କରିବି। ତାପରେ ମୁଁ କୋଉ ସ୍ତରରେ ଅଛି, ସେଇ ସ୍ତରରେ ମୋର କଣ ଦରକାର ସେତିକି କରିଚାଲ। ଇଆଡେ ସିଆଡେ ମୁଣ୍ଡ ପୁରେଇଲେ ବିଚଳିତ ହବ, ପାଗଳା ହବ। ଆଗେ ତଳୁରୁ ଗୋଟେ ଗୋଟେ କାମ କରିକି ଯା। ହଁ ଠିକ କହିଲେ ଯେ ଆଜ୍ଞା। ମୁଁ ବାର ଗୁରୁ ବର୍ଷ ଗୁରୁ ବାର ଯୋଉ ବର୍ଷ 12 ବର୍ଷ 12 ବର୍ଷ ହବ ଅପେକ୍ଷା କଲି କେବଳ ଶିଷ୍ୟ ମାନେ ଶିଷ୍ୟ ବୋଲି ସେ ଗ୍ରହଣ କରିବେ ବୋଲି। ସେ 12 ବର୍ଷ ତେର ଏପର୍ଯ୍ୟନ୍ତ ବର୍ଷ ହେଇଗଲା। କରିନାହାନ୍ତି, ଏପର୍ଯ୍ୟନ୍ତ କରିନାହାନ୍ତି। କଲେ ମାଳା ବେଲି କଲେ, ହଁ ତାଙ୍କ ତରଫରୁ ଭଲ ଯୋଗସୂତ୍ରରେ କଲେ। କରିସାରିଲା ପରେ ହଁ କହିଲେ 12 ବର୍ଷ କହିଲେ ଗୁରୁ ସେବା ଗୁରୁ କହିଲେ କିଛି ଦବା, ସେ ଯୋଉ କିଛି ଦେଇଛନ୍ତି ଭଗବାନଙ୍କ ଦୟାରୁ ଆଶୀର୍ବାଦରୁ ତ ଧରିଛି, କିନ୍ତୁ ମନରେ ବହୁତ ସନ୍ଦେହରେ ଆସେ କେବେ କେବେ। ନା ମୋର କହିବା କଥା ଗୋଟିଏ କଥା ଶୁଣ। ଆମେ ଗୁରୁ କଲେ, ଗୁରୁ ସେବା ଆଜ୍ଞା କଲେ, ଗୁରୁ କିଛି ଆଜ୍ଞା ଦେଲେ, ବାସ୍ ଠିକ ଅଛି। ମନ ଭିତରେ ସନ୍ଦେହ ଗୁଡା ଉପୁଜୁଛି, ସେ ସନ୍ଦେହ ଗୁଡାକ ମିଟୁ ନାହିଁ କାହିଁକି? ମୁଁ ଆମ ଗୁରୁ କଥା କହୁଛି, ସେ ଦୟାନିଧି ପରମହଂସ ଦେବ, ହେଲା କି? ଆଜ୍ଞା ଆଜ୍ଞା ସିଏ ମତେ କିଛି ଦେଇନାହାନ୍ତି, ଆଜ୍ଞା କିଛି ଦେଇନାହାନ୍ତି। ଖାଲି କଣ ନା ଖାଲି ଟିକେ ଆଶୀର୍ବାଦ ଦେଇଛନ୍ତି। କିନ୍ତୁ ମୁଁ ଆଜ୍ଞା ଏତିକି ଭଲ ଭାବରେ ବୁଝିଛି, ହଁ ଯୋଉ ନାମ ଟିକକ ସିଏ ଦେଇଛନ୍ତି ସେଇ ନାମ ଦେହରୁ ସବୁ ବାହାରିବ। ଆଉ କିଛି ଦରକାର ନାହିଁ ଗୁରୁଙ୍କ ପାଖରୁ। ଗୁରୁ ଆଉ ଅଧିକା କଣ ଦେବେ? କିନ୍ତୁ ସେଇ ନାମ ଭିତରୁ ହିଁ ଯଦି ତମେ ନାମକୁ ଯଦି ଠିକ କରିପାରିବ, ଆତ୍ମସନ୍ତୋଷ ଅଟୋମେଟିକ ତାର ଭିତରେ ହବ। ହୃଦୟ ମଧ୍ୟେ ଗୁରୁ ପାଦ, ମନ୍ଦିରେ ଖାଲି ବାଦ୍ୟ ନାଦ।
ଗୁରୁ ଯଦି ତମକୁ ଆଶୀର୍ବାଦ କଲେ ତମ ହୃଦୟରେ ଯଦି ବସିବେ, ତମ ହୃଦୟରେ ବସିକି ସବୁ କହିଦେବେ। ଆଉ ମୋର କଣ ଦରକାର, ତମେ ଯାହା ଦରକାର ସେଇଠି ହୃଦୟରୁ ତମେ ଧ୍ୟାନରେ ବସିଲା ମାତ୍ରେ ସବୁ କହିଦେବେ। ଆମର ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବ ବ୍ରହ୍ମ ଅବଧୂତ ଠାକୁର ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବଙ୍କର ନୀତିରେ ମୁଁ ବି ସେଇଆ ଜାଣିଛି। ମୁଁ ଜାଣିଛି ମୋ ହୃଦୟରେ ମୋ ଗୁରୁ ଅଛନ୍ତି, ମୁଁ ପଚାରିଲେ ସେ ମୋତେ ଉତ୍ତର ଦଉଛନ୍ତି। ସେମିତି ଯଦି ସେ ଗୁରୁ ପ୍ରକୃତ ସଦ୍ଗୁରୁ ହେଇଛନ୍ତି, ହୃଦୟରେ ବସେଇ ଦିଅ, ପଚାର, ସେ ଉତ୍ତର ଦେବେ। ଏଇ ସ୍ଥୂଳ ଶରୀରଟା ଗୁରୁ ନୁହେଁ, ତାଙ୍କର ଯୋଉ ଶକ୍ତିଟା ହଉଛି ଗୁରୁ। ସେ ଶକ୍ତିଟା ତମ ହୃଦୟରେ ଯଦି ଦେଇଦେଲେ, ତାହେଲେ ତମେ ତାଙ୍କର ଦ୍ଵାରା ଉପକୃତ ହେଇକି ସବୁ ପାଇଯିବ, କୋଉଠି କାହାକୁ ପଚାରିବା ଦରକାର ନାହିଁ। କଣ ନା, ଯଦି ସେଇ ହୃଦୟରେ ଯଦି ଗୁରୁ ବସି ପାରୁନାହାନ୍ତି, ତାହେଲେ ସେ ସୁବିଧା ନାହିଁ। ଆମେ କହୁନୁ, କାହାକୁ ନିନ୍ଦା କରୁନୁ, କିଛି କରୁନୁ। କୌଣସି ଜଣେ ସତ୍ପ୍ରିୟ ସାଧୁ ସମାଜର କଲ୍ୟାଣ କରନ୍ତି, ସେ କାହିଁ କାହାର ନିନ୍ଦା କରି କଣ ତାଙ୍କୁ ମିଳିବ? କଥା ହେଲା ସେ ନାଇଁ, ଆମେ କିନ୍ତୁ ଯୋଉଟା ମାର୍ଗ, ଯୋଉଟା ଠିକ, ସେଇ କଥାଟା ଆମେ ସମସ୍ତଙ୍କୁ ଦର୍ଶେଇ ଦଉ, ଦେଖେଇ ଦଉ। ତେଣିକି ଯିଏ ଯାହା କରିବା କଥା ସେ କରନ୍ତି। ଗୋଟିଏ କଥା ମନେ ରଖ, ଗୁରୁ ଯଦି ସଦ୍ଗୁରୁ, ସିଏ ତମ ହୃଦୟରେ ପଶିକି କହିଦେବେ। ତମେ ଧ୍ୟାନରେ ବସିଲା ପୂର୍ବରୁ ଗୁରୁଙ୍କୁ ସ୍ମରଣ କରିକି ପ୍ରଶ୍ନ ପଚାର, ଧ୍ୟାନରୁ ଉଠି ସାରିଲା ପରେ ଉତ୍ତର ମିଳିବ। ଏଇଟା ସତ କଥା। ଏଇ କଥା ଆପଣଙ୍କ ମୁହଁରେ ମୋର ଶୁଣିବାର ଥିଲା, କାହିଁକି ନା ଆପଣ ଯାହା ବି କୁହନ୍ତି ଆପଣ ଅନ୍ତରାତ୍ମାରୁ ହିଁ କୁହନ୍ତି। ମୁଁ ବହୁତ ଭିଡ଼ିଓ ଦେଖେ, ଆପଣ ବହୁତ ବଢିଆ କଥା କୁହନ୍ତି, ଯାହାକି ଜୀବନରେ କି ଆମର ପ୍ରତିକ୍ରିୟାରେ ସେ ଲାଗେ। ସେଥିପାଇଁ ମୁଁ ଆପଣଙ୍କୁ ଯୋଉଟା ଗୋଟେ କଥା ହଉଛି, ଆମ ହୃଦୟଟା ପୁରା ପରିଷ୍କାର, ଆମ ଭିତରେ କିଛି ଗଲତି ନାହିଁ। ଆମର ବି କାଠୁ କିଛି କାମନା ନାହିଁ। କିଏ ଜଣେ ଫୋନ କଲା, ଆମେ ତାକୁ କାମନା ତାଠାରୁ କିଛି କୌଣସି ଆଶା କରୁନୁ। ଏପରିକି ଲୋକ ଶିଷ୍ୟ ହଉଛି ମଧ୍ୟ, ତାକୁ ଆମେ କହୁନୁ ତୁ ଆମକୁ ପଇସାଟେ ଦେ ବୋଲିକି। ତୁ ଖୁସିରେ ଫୁଲ ଦିଟା ଆଣିକି ଦେ, ତେଣୁ ତୋ ଖୁସି, ତୋର ଟଙ୍କାଟେ ଯଦି ଦବୁ ନ ଦବୁ ନାହିଁ, ସେଟା ତୋ କର୍ତ୍ତବ୍ୟ। ଏକଥା ବି ଲୋକମାନଙ୍କୁ ୟୁଟ୍ୟୁବରେ କହୁଛି, ଏବଂ ପ୍ରାକ୍ଟିକାଲ ଲୋକ ଆସିଲେ ବି ମଧ୍ୟ ସେମାନେ ଦେଖୁଛନ୍ତି, ଜାଣୁଛନ୍ତି। କେଇ ଦିନ କମ୍ପ୍ଲେନ କରି କହିବେ ନାହିଁ ଯେ ବିଶ୍ୱମ୍ବର ବାବା କହୁଛନ୍ତି ଗୋଟେ ପ୍ରକାରର, କରୁଛନ୍ତି ଗୋଟେ ପ୍ରକାରର। ଏଇ କଥାଟା କୋଉଠି କାହା ପାଟରୁ ମିଳିବନି। ନାଇଁ ନାଇଁ ପ୍ରଭୁ, ଆପଣଙ୍କର ଶ୍ରଦ୍ଧାଟା ହିଁ ବଡ କଥା। ଜିନିଷ ଆପଣ ଶ୍ରଦ୍ଧା ଆଶା କରିଛନ୍ତି, ତମ ମାନଙ୍କୁ ମୁଁ ସବୁବେଳେ ପାଇଁ ଭଲ, ସମସ୍ତଙ୍କୁ ମୁଁ ଭଲ ପାଉଛି। କାହିଁକିନା ମୁଁ କେବଳ ତମ ଭିତର ଅନ୍ତରାତ୍ମା ସହିତ ମୋର ସମ୍ପର୍କ, ବାହ୍ୟରେ କଣ ଅଛି, କିଏ କଣ କରୁଛି। ହଉ ଠିକ ଅଛି, କେତେବେଳେ ତେବେ ସେଗୁଡ଼ା ସବୁ କରିକି ମୋଟ କଥା, ଆମ ଏପିସୋଡ ଗୁଡ଼ା ବାରମ୍ବାର ଦେଖିବୁ। ଦେଖି ସାରିଲା ପରେ ତା ଦେହରେ ପ୍ରଶ୍ନ ଥିଲେ ପଚାରିବୁ। ଆମ ଚ୍ୟାନେଲ ନାଁ ହେଲା ଅଖିଳ ଜ୍ୟୋତି। ଅଖିଳ ଜ୍ୟୋତି ଚ୍ୟାନେଲକୁ ସବସ୍କ୍ରାଇବ କରିଦେବୁ। କରିସାରିଲା ପରେ ଆଜ୍ଞା, ତାପରେ ମୁଁ ବି ଆପଣଙ୍କ ସହିତ କଥା ହେବା ପାଇଁ ଗୋଟେ ବର୍ଷ ମତେ ହିଁ ଲାଗିଗଲା। ଆପଣଙ୍କ ସହିତ ଖାଲି ଫୋନ করে କଥା ହେବା ପାଇଁ। ମା ବହୁତ ଥର ଆପଣଙ୍କର ମନ୍ଦିର କାମ କେତେବେଳେ ହଉଥିଲା ଯେତେବେଳଠୁ, ସେ ଅସମୟରେ ଫୋନ କରିଥିବୁ, ଯୋଉଥିରେ କି ମୁଁ ଧରେ ନା, ସେ ମା ଧରେ। ହଁ, ଯାହା ସେତିକି ମା ପାଖରୁ ତ ଏତିକି ପଦେ କଥା ଶୁଣି, ହଁ ରେ ଆରେ ବାବା ବିଶ୍ୱାସ, ତାଙ୍କ ଶବ୍ଦ ଶୁଣିବା ସେଇ ତ ସେଇ ଶବ୍ଦଟା, ଯୋଉ ଶବ୍ଦଟା ଭଲ ଲାଗୁଛି, ସେଇ ଶବ୍ଦଟା ମାଙ୍କ ମୁଖରୁ ଯୋଉ ବାହାରୁଛି, ସେ କେବଳ ଗୁରୁଙ୍କ ଆଶୀର୍ବାଦରୁ ହିଁ କେବଳ ତାଙ୍କ ହୃଦୟଟା ସେମିତି ହେଇଯାଇଛି। ତଥାପି କାଲି କହିଥିଲେ ତୁ 10ଟା ବେଳକୁ ଫୋନ କର, ବାବା ପୂଜା କରୁଛନ୍ତି। ଏକାଦଶୀ ଥିଲା ନା, ମୋର ବି ଏକାଦଶୀ ଥିଲା। ମୁଁ କହିଲି ହଁ, ଏକାଦଶୀ ବାବା ପୂଜା କରୁଥିବେ, କିନ୍ତୁ 9ଟା 10ଟା ବେଳକୁ ଫୋନ କରିବି। ନା, मुख में जब जंगल तब क्या शनि क्या मंगल, एकादशी द्वादशी त्रयोदशी ସେଗୁଡା ସବୁ ମୋର ନା। ମୋର ଧ୍ୟାନ ସମୟରେ ଧ୍ୟାନ କରେ, ମୁଁ ସେଇ ସମୟରେ ଫୋନ କରିଥିବୁ, ଯୋଉଥିରେ କି ମା ସେ କଥାକୁ କହିଥିବ। ଆଉ ଆମର ଏକାଦଶୀ ଦ୍ୱାଦଶୀ ନାହିଁ, ଆମର ତ କର୍ମକାଣ୍ଡ ନୁହେଁ। ଯାହାର ମନ କର୍ମକାଣ୍ଡ ସେ କାହିଁ ଯିବ ବୋଧୁତା ନାହିଁ। ଆମର ପା କର୍ମକାଣ୍ଡ ନୁହଁ, ଖାଲି ଆତ୍ମ ସାଧନା, ଆତ୍ମାକୁ ଚିନ୍ତା କରିବା, ସଇଲା କାମ। ସେ ଆତ୍ମା ରୂପରେ ହିଁ ଭଗବାନ ବିରାଜମାନ ହୁଅନ୍ତୁ। ପ୍ରଭୁ ଆପଣ ବି ଭଗବାନଙ୍କର ସର୍ବଦା ପ୍ରିୟ ରୁହନ୍ତୁ। କେବେ କେବେ ଯଦି ମନରେ ଆସେ କହିଲେ ମୁଁ ଆପଣଙ୍କୁ ଫୋନ କରି ନିଶ୍ଚିତ। ଫୋନ କରିବା ପାଇଁ ମନା ନାହିଁ କାହାକୁ, ମୁଁ ତ ସେଇଥିପାଇଁ ଫୋନ ନମ୍ବର ଦେଇଛି, ସମସ୍ତଙ୍କ ସହିତ କଥା ହବା ପାଇଁ। କିଛି ଅସୁବିଧା। ହଉ।